ପ୍ରାଚୀନ କାଳରୁ ଏଯାବତ୍ ମିତ୍ରତା ବା ବନ୍ଧୁତ୍ୱର ଅନେକ ଜ୍ୱଳନ୍ତ ଦୃଷ୍ଟାନ୍ତ ରହିଆସିଛି। ସମାଜରେ ଏହାର ଗୁରୁତ୍ୱ ଯଥେଷ୍ଟ ରହିଛି। ଜଣେ ନିଜର ଦୁଃଖ, ଆନ୍ତରିକ ଇଚ୍ଛା, ବ୍ୟଥା, ବେଦନା କେବଳ ସମଭାବାପନ୍ନ ବନ୍ଧୁଟିଏ ପାଖରେ ବ୍ୟକ୍ତ କରିପାରେ। ବନ୍ଧୁ ବନ୍ଧୁ ପାଇଁ ଜୀବନ ଦେଇପାରେ। ବନ୍ଧୁତାରେ ସନ୍ଦେହ, ସ୍ୱାର୍ଥ, ଛଳନାର ପ୍ରଶ୍ନ ଉଠେ ନାହିଁ। ବନ୍ଧୁହୀନ ଜୀବନ ଜୀବନ ନୁହେଁ। ବନ୍ଧୁ ସଫଳତାର ଚରମ ସୋପାନକୁ ନେଇ ଯାଇପାରେ, ପୁଣି ବିଫଳତା, ଅପମାନ, ଅବସାଦର ଅତଳ ନର୍କ ଗହ୍ୱରକୁ ଠେଲି ଦେଇପାରେ। ଦୁଃଖ, ଅସହାୟତା, ବିପଦ ସମୟରେ ବନ୍ଧୁ ଆଶ୍ରୟ ଦେଇପାରେ। ବନ୍ଧୁର ଜୀବନକୁ ରୁଦ୍ଧିମନ୍ତ କରିପାରେ। ଉତ୍ତମ ସଚ୍ଚରିତ୍ର ଗୁଣବାନ ବନ୍ଧୁ ଜୀବନରେ ସୁଖ ଶାନ୍ତି ଆଣିଦିଏ। ବିପଦରେ ସହାୟକ ବନ୍ଧୁ ପ୍ରକୃତ ବନ୍ଧୁ। ଅନାବିଳ ବନ୍ଧୁତ୍ୱ ଅସୀମ ଧନ ସମ୍ପଦ ଠାରୁ ଅଧିକ ମୂଲ୍ୟବାନ। ଦୁଷ୍ଟ ବୁଦ୍ଧି ସମ୍ପନ୍ନ ବନ୍ଧୁ ମଣିଷକୁ ବିପଦରେ ପକାଇଥାଏ, କୁପଥକୁ ଟାଣି ନେଇଥାଏ। ଜୀବନ ଦୁର୍ବିସହ ହୋଇପଡ଼େ। ବଞ୍ଚିବାର ସବୁ ରାସ୍ତା ଅବରୁଦ୍ଧ ହୋଇଗଲା ପରେ ମଣିଷ ଅନ୍ୟ କିଛି ଉପାୟ ନ ପାଇ ଆତ୍ମହତ୍ୟା ମଧ୍ୟ କରିବାକୁ ବାଧ୍ୟ ହୋଇଥାଏ। ନିଜର ବ୍ୟକ୍ତିତ୍ୱ, ଚରିତ୍ର, ଶୁଦ୍ଧତା, ସ୍ୱାଭିମାନକୁ କ୍ଷୁଣ୍ଣ କରି ମଣିଷ ବଞ୍ଚିପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଆଚାର୍ଯ୍ୟ ଚାଣକ୍ୟଙ୍କର ନୀତିଗୁଡ଼ିକ ଜଣକୁ ଉପଯୁକ୍ତ ବନ୍ଧୁ ବାଛିବାରେ ସଠିକ୍ ମାର୍ଗ ପ୍ରଦର୍ଶନ କରିଥାଏ। ଯେଉଁମାନେ ଆଚାର୍ଯ୍ୟଙ୍କ ନୀତିକୁ ଗ୍ରହଣ କରି ନିଜ ଜୀବନରେ ରୂପାୟିତ କରିପାରିଛନ୍ତି, ସେମାନେ ପତନର ଗଭୀର ଅନ୍ଧକାର ଗର୍ଭରୁ ବାହାରି ଆସି ଆଲୋକିତ ସମାଜର ରତ୍ନ ସିଂହାସନରେ ଅଧିଷ୍ଠିତ ହୋଇପାରିଛନ୍ତି। ମୋହ ସାମନାରେ ମିଠା କଥା କହି ପଛରୁ ଛୁରୀ ଭୁଷୁଥିବା ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ଏଭଳି ବନ୍ଧୁଙ୍କ ଦ୍ୱାରା କୌଣସି ଉପକାର ସାଧିତ ହୋଇପାରେ ନାହିଁ ନା ଲାଭ ମିଳିପାରେ। ଏମାନେ ତ ହେଉଥିବା କାର୍ଯ୍ୟକୁ ଭଣ୍ଡୁର କରାଇ ଦେଇପାରନ୍ତି। ଏମାନଙ୍କୁ କେବେ ବିଶ୍ୱାସ କରିବା ଉଚିତ ନୁହେଁ। ଏମାନଙ୍କ ଅପେକ୍ଷା ବୁଦ୍ଧିମାନ ଶତ୍ରୁ ବରଂ ଖୁବ୍ ଭଲ। ବନ୍ଧୁତା ସର୍ବଦା ନିଜର ସମସାମୟିକ, ସମଭାବାପନ୍ନ, ସମାନ ଅବସ୍ଥାର ଲୋକଙ୍କ ସହିତ କରିବା ଆବଶ୍ୟକ। ନିଜଠାରୁ ଛୋଟ ବା ଉଚ୍ଚ ସ୍ତରର ଲୋକଙ୍କ ସହିତ ବନ୍ଧୁତା କେବେ ସୁଖ ଦେଇପାରେ ନାହିଁ। ଧୋକାବାଜ, ମିଥ୍ୟାବାଦୀ ବନ୍ଧୁଙ୍କୁ କେବେ ବିଶ୍ୱାସ କରିବା ଠିକ୍ ନୁହେଁ। ସାମାନ୍ୟ ମନାନ୍ତର ହେଲେ ଏମାନେ ସମସ୍ତ ପ୍ରକାର ଗୋପନୀୟତାକୁ ପଦାରେ ପକାଇ ଦିଅନ୍ତି। ଏଭଳି ବନ୍ଧୁଙ୍କ ପାଖରେ ଗୁପ୍ତ କଥା କହିବା ଅର୍ଥ ନିଜ ପ୍ରତି ବିପଦକୁ ଆହ୍ୱାନ କରି ଆଣିବା। ଧନଶାଳୀ ବ୍ୟକ୍ତିଙ୍କର ଅନେକ ବନ୍ଧୁ। ସର୍ବଦା ତାଙ୍କୁ ଘେରି ରହିଥାନ୍ତି ତାଙ୍କର ବହୁ ଅନୁଗତ ଶୁଭେଚ୍ଛୁ ବନ୍ଧୁ। ସମସ୍ତେ କିନ୍ତୁ ନିଜ ନିଜ ଫାଇଦା ହାସଲ ପାଇଁ ଅଥବା କିଛି ଧନ ଆଶାରେ ନିଜକୁ ପରମ ବନ୍ଧୁ ବୋଲି ଘୋଷଣା କରି ଦେଖାଇ ହେଉଥାନ୍ତି। ପ୍ରକୃତରେ ଧନୀ ବନ୍ଧୁଙ୍କର ଧନ ଅପବ୍ୟୟ କରାଇ ମୌଜ ମସ୍ତିରେ ମସଗୁଲ ହେବା ସେମାନଙ୍କର ପ୍ରଧାନ କାମ। ପ୍ରତ୍ୟେକ ପ୍ରକାରର ବନ୍ଧୁତା ପଛରେ କିଛି ନା କିଛି ସ୍ୱାର୍ଥ ନିହିତ ରହିଥାଏ। ଏହା ଏକ କଟୁ ସତ୍ୟ ଯେ ବିନା ସ୍ୱାର୍ଥରେ ସନ୍ଧି ବା ମିତ୍ରତା ହୋଇପାରେ ନାହିଁ। ଦୁଃଖ ସମୟରେ ପ୍ରକୃତ ବନ୍ଧୁର ପରିଚୟ ମିଳେ। ସମସ୍ତେ ତ ସୁଖର ସାଥୀ, କିନ୍ତୁ ଯେତେବେଳେ ଖରାପ ସମୟ ଆସେ ସେତେବେଳେ ଯିଏ ପାଖରେ ପହଞ୍ଚେ, ଉପଯୁକ୍ତ ପରାମର୍ଶ ଦିଏ, ପାଖରେ ରହି ସେବା କରେ, ଆଶ୍ୱାସନା ଦିଏ, ସେ ହିଁ ଅସଲ ବନ୍ଧୁ। ତାକୁ ତ୍ୟାଗ କରିବା ଉଚିତ ନୁହେଁ। ଅନ୍ୟ ସବୁ ମତଲବୀ ବନ୍ଧୁଙ୍କ ଠାରୁ ଦୂରେଇ ରହିବା ଆବଶ୍ୟକ। ସେହି ପ୍ରକୃତ ବନ୍ଧୁ ଯିଏ ବନ୍ଧୁଙ୍କୁ ରକ୍ଷା କରେ। ବନ୍ଧୁ ଭାଇ ବିରାଦରଠାରୁ ଅଧିକ ଜୀବନରେ ପ୍ରକୃତ ବନ୍ଧୁ ହିଁ ଅନେକ ଉପକାର କରିଥାଏ। ବନ୍ଧୁତା ନିଜ ସମାସ୍କନ୍ଧ ଲୋକ ସହିତ କରାଯାଇପାରେ, ଅର୍ଥାତ୍ ସମାନ ବିଚାରଧାରା, ସମାନ କଳ୍ପନା, ସମାନ ଆର୍ଥିକ ସ୍ୱଚ୍ଛଳତାକୁ ଭିତ୍ତି କରି ବନ୍ଧୁତା କଲେ ତାହା ଶୀଘ୍ର ଭାଙ୍ଗିଯାଏ ନାହିଁ, ସର୍ବଦା ତିଷ୍ଠି ରହେ।
ଗଧ, ଘୋଡ଼ା, କୁକୁର ଆଉ ବିରାଡ଼ି, ଛେଳି ଆଉ ବାଘ ମଧ୍ୟରେ କେବେ ବନ୍ଧୁତା ସ୍ଥାପିତ ହୋଇନପାରେ। ମଣିଷ ଯେଉଁମାନଙ୍କ ସହିତ ରହିବ ତା ଉପରେ ସେମାନଙ୍କର ପ୍ରଭାବ ପଡ଼ିବ। ଯେମିତି ବୀଜରୁ ଫସଲର ସ୍ଥିତି କଳନା କରାଯାଇପାରେ, ଠିକ୍ ସେହିପରି ଭଲ ବନ୍ଧୁ ସଂସର୍ଗରେ ଜଣେ ଭଲ ଏବଂ ଖରାପ ବନ୍ଧୁ ସଂସର୍ଗରେ ଖରାପ ହୋଇପାରେ। ସର୍ବଦା ଉତ୍ତମ କୁଳଶୀଳ ସଚରିତ୍ର ନିଷ୍ଠାପର ଲୋକଙ୍କ ସହିତ ବନ୍ଧୁତା ବାନ୍ଧିବା ଆବଶ୍ୟକ। ପ୍ରକୃତ ମିତ୍ର ତା ମିତ୍ରର ବୁନ୍ଦାଏ ଝାଳ ପାଇଁ ନିଜ ଦେହର ରକ୍ତ ବୁହାଇ ଦେଇପାରେ। ଦୁଷ୍ଟ ମିତ୍ର ଅପେକ୍ଷା ବରଂ କୁମ୍ଭୀର ଭଲ, କାରଣ ସେ ଦରକାର ବେଳେ ନକଲି ଲୁହ ବୁହାଇ ସମବେଦନା ଦେଖାଇପାରେ। କୁମ୍ଭାର କାନ୍ଦଣା କାନ୍ଦୁଥିବା ବ୍ୟକ୍ତିଙ୍କ ସହିତ ବନ୍ଧୁତା ବାନ୍ଧିବା ଅର୍ଥ ନିଜକୁ ବିପଦ ମଧ୍ୟକୁ ଠେଲିଦେବା। ଯିଏ ନିଜର ବନ୍ଧୁ ଘରେ ରହି ତାଙ୍କର ପତ୍ନୀ, ଭଗିନୀ ବା ଅନ୍ୟ ସ୍ତ୍ରୀ ଲୋକଙ୍କୁ ଅଶ୍ଳୀଳ ଇଙ୍ଗିତ କରେ, ପ୍ରେମ ପ୍ରାର୍ଥନା କରେ ବା ସ୍ୱାର୍ଥ ସାଧନ ପାଇଁ ପ୍ରୟୋଗ କରିବାକୁ ଚାହେଁ, ସେ ମହାପାପୀ। ଶ୍ରୀକୃଷ୍ଣ ସୁଦାମା, ଶ୍ରୀକୃଷ୍ଣ ଅର୍ଜୁନ, ଶ୍ରୀରାମ ଏବଂ ବିଭୀଷଣ ଏମାନଙ୍କ ବନ୍ଧୁତା ନିଆରା। ଏମାନଙ୍କ ପରି ମିତ୍ର ସହିତ ଜୀବନ ସୁଖ ସମୃଦ୍ଧିମୟ ହୋଇଥାଏ। କାହା ସହିତ ବନ୍ଧୁତା ବାନ୍ଧିବା ଆଗରୁ ବୁଦ୍ଧିମାନ ଲୋକ ଭଲ ଭାବରେ ଭାବିଚିନ୍ତି ପରୀକ୍ଷା କରି ନିଷ୍ପତ୍ତି ନେବା ଆବଶ୍ୟକ। କାରଣ ନିଜର ସ୍ୱାର୍ଥ ପାଇଁ କରାଯାଉଥିବା ବନ୍ଧୁତା ଭବିଷ୍ୟତରେ ଶତ୍ରୁତାରେ ପର୍ଯ୍ୟବସିତ ହୋଇଥାଏ। ନିଜ ପରିବାର ମଧ୍ୟରେ ବି ବନ୍ଧୁତା କରାଯାଇପାରେ। ବୟସ୍କ ପୁତ୍ରକୁ ବନ୍ଧୁ ଭାବରେ ଗ୍ରହଣ କରିବା ଉଚିତ। ନିଜର ସନ୍ତାନଠାରୁ ଭଲ ବନ୍ଧୁ ଆଉ କେହି ହୋଇନପାରେ। ସୁନ୍ଦରୀ ତରୁଣୀର ରୂପ ସୌନ୍ଦର୍ଯ୍ୟରେ ଭୁଲି ତା ଜାଲରେ ଛନ୍ଦି ହୋଇ ତାକୁ ପ୍ରେମିକା ପତ୍ନୀ ବନାଇଲେ ନିଜର ସୁଖ ଶାନ୍ତି ହରାଇବାକୁ ପଡ଼ିପାରେ। ମିତ୍ରକୁ ମିତ୍ର ପରି ରହିବାକୁ ଦେବା ଆବଶ୍ୟକ। ମିତ୍ର ସାହାଯ୍ୟରେ ଅଶାନ୍ତ ସମୁଦ୍ର ବି ପାର କରି ହୁଏ। ସମାନତା ମଧ୍ୟରେ ସୌନ୍ଦର୍ଯ୍ୟ ଓ ବିଭେଦତା ମଧ୍ୟରେ ଧ୍ୱଂସ ଲୁଚି ରହିଥାଏ।